ଜାଣି ନ ପାରିକି ଦଳ ଯଦି ଦୁଇ ଦୁଇ ଥର ଟିକଟ ଦେଇଛି ଆଉ କୋଉ ସୁଖରେ ତାଙ୍କୁ ସାଥ ଦେଇଥାନ୍ତା ଦଳ? ଆଉ କ'ଣ କରିଥିଲେ? ସେ କ'ଣ ଭାରତର ରାଷ୍ଟ୍ରପତି ହେଇଥାନ୍ତେ? ତେଣୁକରି ଦଳ ତାଙ୍କୁ ଯଥେଷ୍ଟ ଉପରକୁ ନେଇଛି। ଯେଉଁ ଉଚ୍ଚତାକୁ ଯେଉଁ ସୋପାନକୁ ଦଳ ତାଙ୍କୁ ନେଇଛି, ଦଳ ପ୍ରତି ଜୀବନର ଶେଷ ମୁହୂର୍ତ୍ତ ଯାଏ ସେ ଆନୁଗତ୍ୟ ପ୍ରକାଶ କରିବା ଉଚିତ ଥିଲା। ଦେଖନ୍ତୁ ବିଜୁ ଜନତା ଦଳ ସବୁବେଳେ ଯୋଉ କରପସନ କରି ଆସିଛି ବୋଲି ଆପଣଙ୍କର ବିଶେଷ ସଭାପତି ତାଙ୍କୁ ଗୋଲାମ ବୋଲି ଅଭିଯୋଗ କରିଥିଲେ, କିନ୍ତୁ ସେ ଗୋଲାମ ଚୋରି କେମିତି ହାତ ମିଳେନି? ଅତୀତ କଥା ଅଲଗା। ଆପଣଙ୍କ ପ୍ରଶ୍ନ ମୁଁ ବୁଝିଛି। ପ୍ରଥମରୁ ସ୍ପଷ୍ଟ କରାହେଇଛି ଏଇଟା ମେଣ୍ଟ ନୁହେଁ, ଏଇଟା ଇସ୍ୟୁ ବେସ୍ଡ ଆଲୋଚନା ଏବଂ ଗୋଟିଏ ନିଷ୍କର୍ଷରେ ପହଞ୍ଚିଥିଲେ ସାମ୍ପ୍ରଦାୟିକ ଦଳ ବିଜେପିରୁ ମୁକ୍ତ କରିବା ପାଇଁ ନିର୍ବାଚନକୁ ଏବଂ ଚତୁର୍ଥ ପ୍ରାର୍ଥୀ ଯଦି ରାଜ୍ୟର ହିତ ଦୃଷ୍ଟିରୁ ଜଣେ ବିଶିଷ୍ଟ ବ୍ୟକ୍ତି ହୁଅନ୍ତି ତାଙ୍କୁ ସମର୍ଥନ କରାଯିବ। କେବଳ ଏହି ପ୍ରସଙ୍ଗରେ ବିଜେଡ଼ିର ସମର୍ଥନ ଲୋଡ଼ା ହେଇଥିଲା।